ବୃଦ୍ଧଙ୍କୁ ଖୋଜୁଛି ଖଟ ଆଉ ସେଇଥିପାଇଁ ଗାଁରେ ଚାଲିଛି ଏ ତନ୍ତ୍ର ପୂଜା। ତାନ୍ତ୍ରିକଙ୍କ ନିର୍ଦ୍ଦେଶରେ ଗାଁ ଦାଣ୍ଡରେ ବୁଲୁଛି ଖଟ ଦେବତା। ଫୁଲ ଚାଉଳ ସିନ୍ଦୁର ଧୂପ ଦୀପ ଦେଇ ଚାଲିଛି ଖଟ ଦେବତାଙ୍କର ପୂଜା। ଆଉ ମଝିରେ ମଝିରେ ଖଟ ଉପରେ ଢଳା ଚାଲିଛି ତାଜା କ୍ଷୀର, ଆଉ ଖଟ ବି ଠିକ୍ ଭଲ ଭାବରେ ଦୋହଲୁଛି। ଏଭଳି କିଛି ସମୟ ତାନ୍ତ୍ରିକ ପୂଜା କରିବା ପରେ ଗାଁ ସାରା ବୁଲିଥିଲା ଖଟଟି। ଖଟକୁ 4 ଜଣ ଗାଁ ଲୋକେ ଧରି ବୁଲୁଥିବା ବେଳେ ଖଟର ପଛେ ପଛେ ଯାଉଥିଲେ ଗାଁର ପୁରା ଲୋକେ। ତେବେ ସୂଚନା ମୁତାବକ ବୌଦ୍ଧ ଜିଲ୍ଲା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଟିକରପଡ଼ା ଅଞ୍ଚଳର ଜଣେ ବୃଦ୍ଧ ଘରୁ କେଉଁଆଡ଼ୁ ଚାଲି ଯାଇଥିଲେ। ପରେ ଘର ଲୋକ ଚାରିଆଡ଼େ ଖୋଜାଖୋଜି କରିବା ପରେ ବଘିଆପଡ଼ା ଫାଣ୍ଡିରେ ଏନେଇ ଏକ ଅଭିଯୋଗ କରିଥିଲେ। ତେବେ ଅଭିଯୋଗ ଦୀର୍ଘ ଦିନ ପରେ ବି ବୃଦ୍ଧଙ୍କୁ ଖୋଜିବାରେ ବିଫଳ ହୋଇଥିଲା ପୋଲିସ। ଫଳରେ ଘର ଲୋକେ ତାନ୍ତ୍ରିକର ସହାୟତା ନେଇଥିଲେ। ଲକ୍ଷାଧିକ ଟଙ୍କା ଦେଇ ଜଣେ ତାନ୍ତ୍ରିକଙ୍କୁ ଗାଁକୁ ଡାକି କରିଥିଲେ ଏଭଳି ତନ୍ତ୍ର ସାଧନା। ଆଉ ବୃଦ୍ଧଙ୍କୁ ଖୋଜିବା ପାଇଁ ତାନ୍ତ୍ରିକ ଜଣକ ଖଟକୁ ପୂଜାର୍ଚ୍ଚନା କରି ଗାଁ ସାରା ଖଟକୁ ବୋଲାଇଥିଲେ। ଟିକେ ଭଲ ଭାବରେ ଦେଖନ୍ତୁ ଏ ଦୃଶ୍ୟକୁ, କିଭଳି ଭାବରେ ଦୋହଲି ଦୋହଲି ଚାଲିଛି ଖଟଟି। ଏଭଳି ଗାଁ ସାରା ଖଟ ଦୋହଲି ଦୋହଲି ଯିବା ପରେ ଗାଁ ଶେଷ ମୁଣ୍ଡରେ ଥିବା ନଦୀ ନିକଟରେ ଅଟକି ଯାଇଥିଲା ଖଟଟି। କିନ୍ତୁ ସେଇଠାରେ ବୃଦ୍ଧ ମଧ୍ୟ ମିଳିନଥିଲେ। ଶେଷରେ ବୃଦ୍ଧଙ୍କୁ ଖୋଜିବାରେ ବିଫଳ ହେବା ପରେ ତାନ୍ତ୍ରିକ ଜଣକ ସେଠାରୁ ଫେରି ଯାଇଥିଲେ। ତେବେ ବୃଦ୍ଧ ଜଣକ ନିଖୋଜ ହେବାର ଆଜକୁ ପାଖାପାଖି 15 ଦିନ ବିତି ଯାଇଥିଲେ ବି ଆଜି ପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି। ତେବେ ଏଠି ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଆଜିର ଇଣ୍ଟରନେଟ୍ ଯୁଗରେ ମଧ୍ୟ ଅନ୍ଧାର ଗଳିରେ ରହିଯାଇଛି ମଣିଷ। ସଚେତନତା ଅଭାବରୁ ଲୋକେ ଆଜି ବି ସମ୍ପର୍କୀୟକୁ ଖୋଜିବା ବା ଅନ୍ୟାନ୍ୟ କାମ କରିବା ପାଇଁ ତନ୍ତ୍ର ସାଧନା ଉପରେ ଭରସା କରୁଛନ୍ତି, ଯାହା ସବୁଠାରୁ ବଡ଼ ଆଲୋଚନାର ବିଷୟ ପାଲଟିଛି। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଆଲର୍ଟ 24x7।